ରହିବ ରାଗର ଏମିତି କିଛି କରିବନି। ସେ ମୋତେ କହିଥିଲା କି ଏବେ ତାକୁ ବହୁତ ବ୍ଲାକମେଲିଂ କରାଯାଉଛି ଆଉ ତାକୁ ତୁ କହୁଥିଲା କି ମୋତେ 3 ବର୍ଷ 4 ବର୍ଷ ଯାଏଁ ମୁଁ ଯେଉଁ ପଇସା ଦେଉନି ତୁ ଆଜି ଭାଇ ପଢ଼ି ପାରିଲାନି ତୁ ବି ପଢ଼ିବାର ଯେଉଁ ଅସୁବିଧା ହେଲା ମଝିରେ ଗ୍ୟାପ୍ ହେଲା ସବୁ ତାରି ପାଇଁ ହେଇଛି ଝିଅ ପାଇଁ। ସେ ଝିଅ ବାରମ୍ବାର ମୋତେ ଟର୍ଚର କରୁଛି ମୋ କତୁରୁ ଆଜ୍ଞା 5-7 ଲକ୍ଷ ଟଙ୍କା ନେଇ ସାରିଲାଣି ଆଉ ତାପରେ ସୁନା କରିଥିଲି ଗୋଟେ ନେଇଛି 3ଟା ମୁଦି ରଖିଥିଲି 3 ଭାଇଙ୍କର ସେମ୍ କରିକି ତା ଦେହରୁ ବି ଗୋଟେ ସେ ମାଗିକି ନେଇଛି ରାତିରେ ହେବ କହୁଛି 1500 ମାଗିବ 1000 ମାଗିବ ଏଇଭଳିଆ କରନ୍ତି। ଭାଇ ମୋତେ ପେମେଣ୍ଟ ପାଇଲା ସବୁ ମାସ 15,000 ପଠାନ୍ତି 16,000 ପଠାନ୍ତି ଘରକୁ ପଠାଇଦେବୁ ପୁଣି ଆଜ୍ଞା 3 ଦିନ ପରେ 10,000 6,000 ଏଇଭଳିଆ ନେଇଯାଆନ୍ତି ଆଜ୍ଞା। ତାପରେ ଏଇ କଥା କହିଲେ କି ମୋ ତାମିଲ ମ୍ୟାନେଜର ଯେଉଁ ଥିଲା ମୋତେ ସେ ବହୁତ ଟର୍ଚର କରୁଥିଲା ଉପର ଅଫିସରେ ହେଇକି ତଳେ କାମ କରୁଥିଲା ବହୁତ ତେଣୁ କରିକି ମୁଁ ଚାହୁଁଥିଲି କେରଳକୁ ଟ୍ରାନ୍ସଫର ହେବା ପାଇଁ। ତାପରେ ସିଏ କେରଳକୁ ଯେତେବେଳେ ଯାଉଥିଲେ ବାଟର ଏଇ ଝିଅ ଅଟକେଇକି କହିଲେ ଜାଣିଥିଲେ ଏଇ ଝିଅ ତାଙ୍କ କମ୍ପାନୀର କାମ କରନ୍ତି ଜାଣିଥିଲେ ତାଙ୍କୁ ଅଟକେଇକି କହିଲେ କି ମୋତେ କିଡ଼ନାପ୍ କରୁଛନ୍ତି ତ ତାଙ୍କୁ ଲୁକା ମାରି ସାରିଥିଲେ ମାନେ ମାଡ଼ ଦେଲା ପରେ ତାଙ୍କୁ ନେଇକି ଯାଇଥିଲେ ପୁଲିସ ଅଣ୍ଡରକୁ ପୁଲିସ କଷ୍ଟଡିରେ ତାଙ୍କୁ ମାଇଲା ପରେ 1,000 ଟଙ୍କା ଆଜ୍ଞା ଫାଇନ୍ ନେଲେ ନେଇକି ଆଜ୍ଞା ଫେରେଇଲେ। ତାପରେ ସେ ସାର୍ ରୁମକୁ ଆସିଲା ପରେ ତାପରେ କିଛି ସମୟ ପରେ ରାତିରେ ତ ମଝିଆ ଭାଇ ରାତି 12ଟା ଖଣ୍ଡେ ଡ୍ୟୁଟିରୁ ଫେରନ୍ତି ଇଏ ଏକାକି ଥିଲାବେଳେ ତାଙ୍କୁ ଧରିକି ବାଟକୁ ନେଇକି ଗଲେ ଘର ବାହାରକୁ କହିଲେ କି ତତେ ମାରିଦମୁ ମାରି ଦେଇକି ଇଏ କରିଦମୁ ଝିଅ ଯାହା କହୁଛି ସେଇଟା ମାନ। ତାପରେ ଆଜ୍ଞା ଝିଅ କଲ୍ କଲା ଏଇ ଝିଅ ରୁମକୁ ଯାଇଛି ପଛରେ ଆଜ୍ଞା। ତାପରେ ଝିଅ ରୁମ୍ ଗଲା ପରେ ଝିଅ କହିଥିଲେ କି ଛୁରୀ ଗୋଟେ ଦେଖିକି ତାଙ୍କୁ କହିଥିଲେ କି ମୁଁ ତତେ ମାରିଦେମି ପ୍ରେସର କୁକରରେ ସିଝେଇକି ବାଥରୁମରେ ପକେଇଦେମି ଆଉ ସାନ ଭାଇକି ତୋ ଯେଉଁ ସାନ ଭାଇ ଅଛି କାଟିକି କୁକୁରଙ୍କୁ ଦେଇଦେମି ରୋଷେଇ କରିକି ଜାଣିପାରିବେନି ଆଜ୍ଞା। ତାପରେ ଏ କହିଲା ପରେ ଭାଇ କହିଲେ କ'ଣ ରାଗିକି ବେକଟାକୁ ଧରିନେଲେ କହିଲେ ମୋର ମାରିବାର ଉଦ୍ଦେଶ୍ୟ ନଥିଲା କିନ୍ତୁ ବେକଟାକୁ ଧରିନେଲେ ରାଗିଲା ପରେ ସିଏ ହଠାତ୍ ମରିଗଲା ପରେ ମୁଁ ଆଉ ତାକୁ ବେଡ଼ସିଟ୍ ବାନ୍ଧିକି ଟାଙ୍ଗିବା ପାଇଁ ଚାହିଁନି କିନ୍ତୁ ଦେଖିଲା ବେଳକୁ କିଛି ମିଳିଲାନି ସେମିତି ସୁବିଧା ତେଣୁକରି ମୁଁ ଭାବିନି କାଟି ଦେଇକି ତାକୁ ପଶେଇଦେବି ଫ୍ରିଜ୍ର 2 ମାସ ହିସାବରେ ରହିଲେ ମୁଁ 2 ମାସ ପରେ ସେ